ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଅଭିଯାନ ଆନୁକୂଲ୍ୟରେ ଜମନକିରା ବ୍ଲକ ଟିକିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ମମତା ବେହେରା ମୁଖ୍ୟ ଅତିଥି, ସମ୍ମାନିତ ଭାବେ କୈଳାସ ପଟେଲ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପୂର୍ବାହ୍ନ 10ଟାରୁ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଆଜି ଆମ ଟିକା ଜିବିରେ ରକ୍ତଦାନ ଶିବିର କରାଯାଇଥିଲା। ଏଥିରେ ଆମର ଯେତିକି ପିଲାମାନେ ଆମ ଟିକା ରକ୍ତଦାନ କରିଥିଲେ, ରକ୍ତଦାନରେ ନିହାତି ଭାବରେ ସେଟା ରକ୍ତଦାନ ଅଟେ। ଆମେ ଅଲଗା ଜଣଙ୍କ ସେବା କରିପାରୁଛୁ, ନିହାତି ଭାବରେ ଜଣଙ୍କ ଜୀବନ ବି ଆମେ ବଚାଇ ପାରୁଛୁ ବୋଲି ମୁଁ ଭାବୁଛି। ଆଉ ଏଥିରେ ଆମର ଯେତିକି ସାମ୍ବାଦିକ ଭାଇମାନେ ବି ସମସ୍ତେ ସହଯୋଗ କରିଥିଲେ, ସେଥିରେ ବିଶେଷ ଧନ୍ୟବାଦ ଦେବି। ଆଉ ଆମର ଗୁରୁବାବୁ ଆମ ସାର୍ମାନେ ଆସିଥିଲେ, ଆଉ ସେମାନଙ୍କୁ ବି ବିଶେଷ ଧନ୍ୟବାଦ ଦେବି। ସେମାନେ ସବୁ ବର୍ଷ ଏନ୍ତା ଆମ ସାଙ୍ଗରେ ଆସିକି ଆମ ସାଙ୍ଗରେ ଜଡ଼ିତ ରହୁ। ଆଉ ଏନ୍ତା ଆମେ ବର୍ଷକୁ ଦୁଇଥର ଆମେ ରକ୍ତଦାନ ଶିବିର ଆମେ କରିବୁ ବୋଲିକିରି ଆମେ ଭାବୁଛୁ। ଆଉ ଏଥିରେ ବହୁତ ଖୁସି। ଆଜି ଆମେ ଭଲ ଅଧିକା ଆମେ ରକ୍ତ ସଂଗ୍ରହ କରିଥିଲୁ। ଆଉ ଏଥିରେ ମୁଁ ମଧ୍ୟ ରକ୍ତଦାନ କରିଛି। ଏଥିରେ ମୋଟ 16 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବୁର୍ଲା ଭିମ୍ସା ରକ୍ତ ଭଣ୍ଡାରର ଡାକ୍ତର ଶାଶ୍ୱତ ପାଣିଗ୍ରାହୀ, କାଉନସିଲର ଲାଲୁ ବିଶ୍ୱାସ, ଟେକ୍ନିସିଆନ ସୂର୍ଯ୍ୟ ବେହେରା, ଆଟେଣ୍ଡାଣ୍ଟ ପଏନୁ ଭୋଇ ଓ ଜନକ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ସମ୍ବାଦ ବ୍ଲକ ପ୍ରତିନିଧି ସଞ୍ଜୀବ ସାହୁ ଓ ରାଜେନ୍ଦ୍ର ନାୟକ, ପାସିମାଲ ପ୍ରତିନିଧି ହରମୋହନ ପଟେଲ, ଯୁବ ସଂଗଠକ ସରୋଜ ଝାଙ୍କର, ଓମକାର ପଟେଲ, ଦୁଶୀଲା ଖରସେଲ, ପରଶୁରାମ ଭୋଇ, ପୁରନ୍ଦର ପଟେଲ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କରାଯାଇଥିଲା, ସେଥିରେ ବହୁତ ଜଣ ରକ୍ତଦାନ ଦେଇଛନ୍ତି। ଆଉ ମୁଁ ବି ସେଥିରେ ସାମିଲ ହେଇଛି, ମୁଁ ବି ରକ୍ତଦାନ ଦେଇଛି। ଆଉ ଭାବୁଛି ପ୍ରତି ଗ୍ରାମ ପଞ୍ଚାୟତରେ ଏମିତି ରକ୍ତଦାନ ଶିବିର ଯଦି ହୁଅନ୍ତା ତେବେ ବହୁତ ଭଲ ହୁଅନ୍ତା। କାହିଁକିନା ରକ୍ତଦାନ ହିଁ ମୋ କାମ, ଆଉ ଏଇଟା ଲୋକମାନଙ୍କର ଜୀବନକୁ ବଞ୍ଚାଇଥାଏ। ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ରକ୍ତଦାନ କରନ୍ତୁ ଆଉ ଜୀବନ ବଞ୍ଚାନ୍ତୁ। ଆପଣମାନେ ବିଜେପି ହେଲେ ଆଶାୟୀ ପ୍ରାର୍ଥୀ ଅଟେ। ଆଉ ଟିକେଟ୍ ପାଇଁ ମୁଁ ଆଶାୟୀ ପ୍ରାର୍ଥୀ ଅଟେ। ଆଉ ମୁଁ ଚାଲିଛି, ଆଗକୁ ଚାଲିଛି। ମୁଁ ଭାବୁଛି ସରକାର ଯଦି ମୋତେ ସୁଯୋଗ ଦିଅନ୍ତି, ତାହେଲେ ମୁଁ ଜିଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ କିଛି ସେବା କରିପାରିବି। ଜମନକିରାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।